ଏବଂ ତାଙ୍କ ମାସିକ ପେନସନ୍ ଯାହା ମିଳୁଥିଲା ସେତେବେଳେ ପେନସନ୍ ସେତେବେଳେ ଗଜପତି ରାଜାଙ୍କୁ ମୋଟେ 2133 ଟଙ୍କା ମାସକୁ ମିଳୁଥିଲା। ଇଂରେଜ ସରକାର ସବୁ ତ ତାଙ୍କର ଜମି ବାଡ଼ି ଯାହା ଯେଉଁଠି ଥିଲା ରାଜ୍ୟ ସବୁ ତ କୋରକ କରିକି ନେଇଯାଇଥିଲେ ନା, ତେଣୁ ତାଙ୍କର ଆଉ କିଛି ନଥିଲା। ତେଣୁ ତାଙ୍କ ଚଳିବା ପାଇଁ ଆଉ ଜଗନ୍ନାଥ ମନ୍ଦିର କଥା ବୁଝାବୁଝି କରିବା ପାଇଁ ମାସକୁ 2133 ଟଙ୍କା ଦେଉଥିଲେ। ଏବଂ ଯେଉଁ ଟଙ୍କା ମିଳୁଥିଲା ସେତେବେଳେ ଗଜପତି ରାଜା ଯିଏ ଥିଲେ ମୁକୁନ୍ଦ ଦେବଙ୍କୁ, ସିଏ ଉକ୍ତ ମହିଳାଙ୍କ ପୁଅ ସରକାରଙ୍କ ଠାରୁ ନେଉଛନ୍ତି। ସେ ଚିଠିରେ ଲେଖା ହେଇଥିଲା ଯେ ଏଇ ଯେଉଁ ଟଙ୍କାଟା ସରକାର ଦେଉଛନ୍ତି ମୁକୁନ୍ଦ ଦେବଙ୍କୁ ବା ଗଜପତି ରାଜାଙ୍କୁ, ଏ ଟଙ୍କା ସରକାରୀ ତହବିଲରୁ ଆଣୁଛି କିଏ? ମୁକୁନ୍ଦ ଦେବ ତ ନିଜେ ଆଣୁନାହାନ୍ତି, କିମ୍ବା ତାଙ୍କର ଆଉ ତ କେହି ଯାଇ ଆଣୁନାହାନ୍ତି। ଏଇ ମହିଳା ଜଣକ ଯାଇକିରି ସେଠି ସେ ଟଙ୍କା ଉଠାଉଛନ୍ତି। ବାସ୍ତବରେ ମହିଳା ତ ନିଜେ ଯାଉନଥିଲେ, ତାଙ୍କର ଜଣେ ପୁଅ ଯାଇକିରି ସେ ଟଙ୍କା ଉଠାଉଥିଲେ। ଚିଠିରେ ଖଣ୍ଡିଙ୍କ ନାମ ଉଲ୍ଲେଖ ଥିଲା। ରାଜା ପେନସନ୍ ଟଙ୍କାରୁ ଏ ଯେଉଁ ପେନସନ୍ ଟଙ୍କା ଆସୁଥିଲା ସେଟା କେବଳ ରାଜା ଖର୍ଚ୍ଚ କରିବା ପାଇଁ ନୁହେଁ, ରାଜା ଏବଂ ରାଜପ୍ରସାଦରେ ଯେ ରାଣୀ ଅଛନ୍ତି ବା ଅନ୍ୟାନ୍ୟ ଯେଉଁମାନେ ଅଛନ୍ତି ପରିବାରର ସେମାନଙ୍କ ପାଇଁ ମଧ୍ୟ ଏ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ, ନହେଲେ ସେ କେମିତି ଚଳିବେ। କିନ୍ତୁ ଚିଠିରେ ଲେଖା ହେଇଥିଲା ଯେ ରାଜା ଯେଉଁ ଟଙ୍କା ଆଣୁଛନ୍ତି ନିଜେ ତ ଆଣୁନାହାନ୍ତି, ଯାହା ଜରିଆରେ ଆଣୁଛନ୍ତି, ଏମାନଙ୍କ ପିଛା ସେମାନେ କିଛି ତାଙ୍କୁ ଦେଉନାହାନ୍ତି। ଅର୍ଥାତ୍ ରାଣୀ ସୂର୍ଯ୍ୟମଣି ପାଟ ମହାଦେଇ ଏବଂ ରଜାଙ୍କର ନିଜ ପତ୍ନୀ ପଦ୍ମାବତୀ ପାଟ ମହାଦେଇ ସେମାନେ ତାଙ୍କୁ କିଛି ସେ ପଇସା ଦେଉନଥିଲେ। ମାନେ ଯଦି ବା ବାଇଚାନ୍ସ କେତେବେଳେ ଦେଉଥିଲେ କିଛି କିଛି ଟଙ୍କା ଆଦି କୌଣସି ଗୋଟା କାମରେ ଯଦି ରାଣୀକି ଦେଉଥିଲେ, ପର ମୁହୂର୍ତ୍ତରେ ଯାଇ ତାକୁ ପୁଣି କିଛି ନା କିଛି ଆଳରେ ମାଗିକିରି ନେଇ ଆସୁଥିଲେ। ଚିଠିରେ ଏକଥା ମଧ୍ୟ ଉଲ୍ଲେଖ ଅଛି ଯେ ରାଜପ୍ରାସାଦରେ ଉଭୟ ରାଣୀଙ୍କ ଅବସ୍ଥା ଏତେ ଦୟନୀୟ ଯେ ରାଣୀ ଦିନେ ସେ ଜାଗା ଛାଡ଼ିକିରି ଚାଲିଯିବା ପାଇଁ ପ୍ରସ୍ତୁତ ହେଲେ, ମାନେ ଆଉ ଚଳିପାରିଲେନି। ଯାହାକୁ ଆଶା କରିଥିଲେ ସେ ତ ଏଇଆ ବାହାରିଲା। ପଇସା ବି ଯାହା ମିଳୁଛି ତାଙ୍କୁ ମଧ୍ୟ ସେ ରାଣୀକି କିଛି ଦେଉନାହାନ୍ତି। ରାଣୀ ପ୍ରାସାଦ ଛାଡ଼ିଦେଇକିରି ପଳେଇ ଯିବା ପାଇଁ ମନସ୍ଥିର କଲେ। କିନ୍ତୁ ଅନ୍ୟମାନେ ଏ କଥା ଯେତେବେଳେ ଜାଣିଲେ, ସେମାନେ ସମସ୍ତେ ଯାଇ ରାଣୀ ସୂର୍ଯ୍ୟମଣି ପାଟ ମହାଦେବଙ୍କୁ ଅନୁରୋଧ କଲେ ଯେ ଆପଣ ବର୍ତ୍ତମାନ ଯାଆନ୍ତୁନି କୁଆଡ଼େ, ଯାହା କଷ୍ଟ ପଛେ ଅଛି ହେଉଛି ଆପଣ ଏଇଠି ଥାଆନ୍ତୁ। ଏଇଥିପାଇଁ ଯେ ଆପଣ ଯଦି ବର୍ତ୍ତମାନ ଏଇ ରାଜପ୍ରାସାଦରୁ ବାହାରିକିରି ଚାଲିଯିବେ ତାହେଲେ ଗଜପତି ଅନୁଷ୍ଠାନକୁ ଗୋଟେ ବଦନାମ ହେବ। ତେଣୁ ଆଟଲିଷ୍ଟ ଏଇ ବଦନାମକୁ ବଞ୍ଚାଇବା ପାଇଁ ଗଜପତି ଅନୁଷ୍ଠାନକୁ ଖାଲି ତ ବଦନାମ ହେବନି, ଗଜପତି ବଦନାମ ହେବ, ଜଗନ୍ନାଥ ମନ୍ଦିର ମଧ୍ୟ ତା ଦ୍ୱାରା ବଦନାମ ହେବ। ତେଣୁ ଅନ୍ତତଃ ଏଇ ଲକ୍ଷ୍ୟରେ ଆପଣ ନିଜ ନିଷ୍ପତ୍ତିରୁ ଓହରି ଯାଆନ୍ତୁ। ସମସ୍ତଙ୍କ କଥା ଶୁଣିକିରି ମହାରାଣୀ ପାଟ ମହାଦେଇ ସେ ଯାହା ହେଉ ତାଙ୍କ ନିଷ୍ପତ୍ତିରୁ ଓହରିଲେ। ଏବଂ ଏଇ ଯେଉଁ ଚିଠି ଶଙ୍କରାଚାର୍ଯ୍ୟ ଏବଂ ମଠର ମହନ୍ତମାନେ ଦେଇଥିଲେ ସରକାରଙ୍କୁ ସେତେବେଳେ, ସେଥିରେ ଆଉ ଗୋଟିଏ କଥା ଲେଖା ହେଇଥିଲା। ସେ କ'ଣ ଲେଖା ହେଇଥିଲା ନା, ସେ ଚିଠିରେ ଲେଖା ହେଇଥିଲା ଯେ ଆପଣ ରାଜାଙ୍କୁ ଯେଉଁ 2133 ଟଙ୍କା ପେନସନ୍ ବାବଦରେ ଦେଉଛନ୍ତି, ଆପଣ ସେ ଟଙ୍କାକୁ ବନ୍ଦ କରିଦିଅନ୍ତୁ, ତାଙ୍କୁ ଦିଅନ୍ତୁନି। 1, 2ରେ ରାଣୀମାନଙ୍କୁ ଚଳିବା ପାଇଁ ସେଇ ଟଙ୍କାରୁ ସ୍ୱତନ୍ତ୍ର ଭାବେ ତାଙ୍କୁ ଦିଆଯାଉ। ଏବଂ ଖାଲି ସେତିକି ନୁହେଁ, ଏଇ ଯେଉଁ ମହିଳା ଜଣକ, ଏ ମହିଳା ଜଣକୁ ମଧ୍ୟ ପୁରୀରୁ ଏବଂ ତାଙ୍କ ପୁଅ ଏବଂ ସିଏ ବା ତାଙ୍କ ପରିବାର ସମସ୍ତଙ୍କୁ, ଏଇ ଖଣ୍ଡି ଏବଂ ତାଙ୍କ ପରିବାରରୁ ସମସ୍ତଙ୍କୁ ଆପଣ ପୁରୀରୁ ବାହାର କରିଦିଅନ୍ତୁ। ମାନେ ଯେପର୍ଯ୍ୟନ୍ତ ସେମାନେ ପୁରୀ ସହରରୁ ବିଦା ହେଇନାହାନ୍ତି ସେ ପର୍ଯ୍ୟନ୍ତ ଏ ଅବସ୍ଥାର ସମାଧାନ କିଛି ହେଇପାରିବ ନାହିଁ। ଖାଲି ରାଣୀ ସେତିକି କରିନଥିଲେ, ରାଣୀଙ୍କର ଯେଉଁ ଅସୁବିଧା ତାକୁ ସେ ତାଙ୍କର ଜଣେ ସହାୟକଙ୍କ ଜରିଆରେ ସେତେବେଳେ ମଧୁସୂଦନ ଦାସକୁ ଜଣେଇଥିଲେ। ଏବଂ ଯେତେବେଳେ ମଧୁସୂଦନ ଦାସକୁ ଜଣେଇଥିଲେ, ଏ ଯାଇକି ସେଠି କହିଲେ ଏଇ ମୁକୁନ୍ଦ ଦେବୀ ଏଇ ପ୍ରକାର କାମ କରୁଛନ୍ତି, ଆପଣ କିଛି କରନ୍ତୁ। ମଧୁସୂଦନ ଦାସ ସେତେବେଳେ ତୁରନ୍ତ ଇଂରେଜ ଅଥରିଟି ଯିଏ ଥିଲେ, ଅର୍ଥାତ୍ କମିଶନର ବା ଜିଲ୍ଲା କଲେକ୍ଟର, ତାଙ୍କୁ ଏ କଥା ସେ ଗୋଟେ ଚିଠି ଲେଖିକି ଦେଇଥିଲେ। ପାଟ ମହାଦେଇ, ରାଣୀ ପାଟ ମହାଦେଇ ଗୋଟେ ଚିଠି ଲେଖି ଦେଇଥିଲେ, ସେ ତାଙ୍କୁ ଦେଲେ। କହିଲେ ଆଜ୍ଞା ଏମିତି ଏମିତି ଅବସ୍ଥା, ଆପଣ କିଛି କ'ଣ ଗୋଟେ କରନ୍ତୁ। ତାପରେ ଯାଇ ଶଙ୍କରାଚାର୍ଯ୍ୟଙ୍କ ଚିଠି ପହଞ୍ଚିଲା, ଅଭିଯୋଗ। କଲେକ୍ଟର ତାପରେ ତଦନ୍ତ କଲେ।
ତଦନ୍ତ କରିକିରି କମିଶନରକୁ ଲେଖିଲେ ଯେ ରାଜାଙ୍କ ପେନ୍ସନ୍ ତୁରନ୍ତ ବନ୍ଦ କରାଯାଉ ଏବଂ ରାଣୀଙ୍କୁ ସିଧାସଳଖ ପେନ୍ସନ୍ ଦେବାର ବ୍ୟବସ୍ଥା କରାଯାଉ ବୋଲି ସେ ତାଙ୍କର କମିଶନରକୁ ଲେଖିଲେ। କଲେକ୍ଟର एकथा ମଧ୍ୟ ଲେଖିଲେ ଯେ ରାଜପ୍ରାସାଦରେ ଏଇ ଖଣ୍ଡି ନାମକ ଯେଉଁ ମହିଳା ଜଣକ ରହୁଛନ୍ତି ତା ଦ୍ୱାରା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି। କାହିଁକିନା ଗଜପତିଙ୍କୁ ସାଧାରଣ ଲୋକମାନେ ବର୍ଷ ବର୍ଷ ଧରିକିରି ପିଢ଼ି ପିଢ଼ି ଧରିକିରି କେବଳ ଗଜପତି ରାଜା ବୋଲି ମାନିକିରି ଆସିନାହାନ୍ତି। ସେ ଚଳନ୍ତି ବିଷ୍ଣୁ, ସେ ତାଙ୍କ ଦେବଅଂଶ ତାଙ୍କଠି ଅଛି ବୋଲିକିରି ଲୋକମାନଙ୍କର ଧାରଣା ଏବଂ ତାଙ୍କୁ ଦେଖିଲେ ଯେମିତି ସାକ୍ଷାତ ବିଷ୍ଣୁଙ୍କୁ ଦେଖୁଛନ୍ତି ବୋଲିକିରି ଅନ୍ୟମାନଙ୍କର ଅନେକ ଲୋକଙ୍କର ଧାରଣା। ଯଦି ସିଏ ଏହିପରି କାର୍ଯ୍ୟ କରୁଛନ୍ତି କାହାକୁ କହିବେ ଲୋକ?